ଶପଥ କରୁଛୁ ଯେ ପରିଷ୍କାର ପରିଚ୍ଛନ୍ନତା ପାଇଁ ଅଙ୍ଗୀକାରବଦ୍ଧ ହୋଇ ରହିବୁ ଏବଂ ସେଥିପାଇଁ ସମୟ ଦେବୁ। ସର୍ବପ୍ରଥମେ ଆମେ ଏହି କାର୍ଯ୍ୟ ଆମଠାରୁ ଆରମ୍ଭ କରିବୁ। ଆମ ବିଦ୍ୟାଳୟର ଘର, ବସ୍ତି ଓ ଗ୍ରାମ ଓ ସହରକୁ ସଫା ସୁତୁରା ରଖିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବୁ। ଆମେ କୌଣସି ସ୍ଥାନ ମଇଳା କରିବୁ ନାହିଁ। ଅପରିଷ୍କାର ସ୍ଥାନକୁ ଆମେ ନିଜେ ସ୍ୱଚ୍ଛତାର ପ୍ରଦୀପ ଜାଳିବା, ଆମ ଚତୁଃପାର୍ଶ୍ୱ ପରିଷ୍କାର ରଖିବା। ସ୍ୱଚ୍ଛତାର ପ୍ରଦୀପ ଜାଳିବା, ଆମ ଚତୁଃପାର୍ଶ୍ୱ ପରିଷ୍କାର ରଖିବା। ପରିବେଶ ଥିଲେ ସ୍ୱଚ୍ଛ ନିର୍ମଳ ବଞ୍ଚି ରହିଥିବା ଅଧିକ କାଳ। ପରିବେଶ ଥିଲେ ସ୍ୱଚ୍ଛ ନିର୍ମଳ ବଞ୍ଚି ରହିଥିବା ଅଧିକ କାଳ। ମିଳିମିଶି ଶପଥ ନେବା ସ୍ୱଚ୍ଛ ପରିବେଶ ସେମିତି ନାହିଁ। ଆସ ମିଳିମିଶି ଶପଥ ନେବା ଆମ ପରିବେଶ ସ୍ୱଚ୍ଛ ରଖିବା। ସ୍ୱଚ୍ଛ ଥିଲେ ପରିବେଶ ଆମର ଖୁସିରେ ରହିବା। ସ୍ୱଚ୍ଛତାର ପ୍ରଦୀପ ଜାଳିବା, ଆମ ଚତୁଃପାର୍ଶ୍ୱ ପରିଷ୍କାର ରଖିବା। ସ୍ୱଚ୍ଛତାର ପ୍ରଦୀପ ଜାଳିବା, ପରିବେଶ ଥିଲେ ସ୍ୱଚ୍ଛ ନିର୍ମଳ ଅଧିକ କାଳ। ସ୍ୱଚ୍ଛ ଥିଲେ ପରିବେଶ ଆମର ବିଦ୍ୟାଳୟର ପିଲାମାନେ ଯେମିତି ସ୍ୱଚ୍ଛତା ପକ୍ଷ ପାଳନ କରିବେ ଆଉ ବିଦ୍ୟାଳୟ ପାଖାପାଖି ଯେଉଁମାନେ ଜନସାଧାରଣ ଅଛନ୍ତି ସେମାନେ କେମିତି ସଚେତନ ହେବେ ଯେ ସେମାନଙ୍କ ପିଲାମାନଙ୍କୁ କେମିତି ସଚେତନ କରାଇବେ। ଯେହେତୁ ସେମାନେ ସଫାସୁତୁରା ରହିଲେ ତାଙ୍କ ପରିବେଶ ସୁସ୍ଥ ରହିବ, ପିଲାମାନେ ମଧ୍ୟ ସୁସ୍ଥ ରହିବେ, ଆଉ କୌଣସି ପ୍ରକାର ରୋଗ ହବନି। ଖାଇବା ପୂର୍ବରୁ ହାତ ଧୋଇବେ। ଖାଇବା ପୂର୍ବରୁ ହାତ ଭଲରେ ଧୋଇବ। ଆଉ ଯୋଉଠି ପାଣି ଜମୁଛି ସେଟା ଆଉ ପାଣି ଜମିବାକୁ ଦବନି, ବୁଝିଲ? ତାକୁ ପୋତିବ, ନହେଲେ ଡେଙ୍ଗୁ ରୋଗ ହବ। ତାପରେ ଖାଦ୍ୟ ଖାଇବେ। ଝିଅକୁ ସବୁବେଳେ ସଫାସୁତୁରା ରଖିବ, କାରଣ ଯଦି ସେ ହାତ ମାଟି ଯୋଉ ହେଲା କି କୌଣସି କାରଣରୁ ମାଟି ହାତକୁ ନେଲା ତାକୁ ବିଭିନ୍ନ ପ୍ରକାର ଝାଡା ହବ। ତେଣୁ ତାକୁ ନଖ କାଟିବ, ତାକୁ ପରିଷ୍କାର ରଖିବ, ପରିଷ୍କାର ଡ୍ରେସ୍ ପିନ୍ଧେଇବ। ତୁମେ ମଧ୍ୟ ହାତ ଧୋଇବ ସାବୁନରେ, ତାପରେ ଖାଦ୍ୟ ଖାଇବ ହେଲା। ସବୁବେଳେ ପାଣିରେ କ୍ଲୋରୋଫିନ୍ ବଟିକା ପକେଇ ପାଣି ପିଇବ, ନହେଲେ ଗରମ ପାଣିକୁ ଫୁଟେଇକି ପିଇବ। ପାଣିକୁ ସେମିତି ଡାଇରେକ୍ଟ ପିଇବ ନାହିଁ, କାରଣ ଜୀବାଣୁ ଥିବ ଯୋଉ କ'ଣ ପାଣିରେ। ତେଣୁ ଆଉ ଗୋଟେ କଥା ହେଉଛି ଆମେ କ'ଣ କରିବା, ଚପଲ ପିନ୍ଧିକି ସବୁଆଡ଼େ ଯିବା। ଆମେ ଖାଲି ପାଦରେ ଯିବା ନାହିଁ, ଖାଲି ପାଦରେ ଗଲେ ଆମକୁ ଜୀବାଣୁ ହବ, ବିଭିନ୍ନ ପ୍ରକାର ରୋଗ ହବ, ପେଟକୁ ଯିବ ସେଇଟା। ତେଣୁ ଆମେ କ'ଣ କରିବା, ଚପଲ ପିନ୍ଧିକି ସବୁଆଡ଼େ ଯିବା। ତାପରେ ଆଉ କ'ଣ କରିବା, ସବୁବେଳେ ସଫାସୁତୁରା ଡ୍ରେସ୍ ପିନ୍ଧିବା, ପରିଷ୍କାର ପରିଚ୍ଛନ୍ନ ରଖିବା, ପୋଛା ମାରିବା, ଫିନାଇଲରେ ପୋଛା ମାରିବା ସବୁବେଳେ ଘର ଦ୍ୱାର। କାରଣ ଆମେ ଯେହେତୁ ଚାଲୁଛେ ବୁଲୁଛେ, ବିଭିନ୍ନ ପ୍ରକାର ଇନଫେକ୍ସନ୍, ବିଭିନ୍ନ ପ୍ରକାର ଜୀବାଣୁ ଆମ ଘରକୁ ଯାଉଛି। ତେଣୁ ଆମେ ଫିନାଇଲରେ ପୋଛା ମାରିବା ଉଚିତ।